ଅଲାରନାଥଙ୍କ ରହସ୍ୟ। ଅଲାରନାଥର କାହାଣୀ ଜାଣନ୍ତୁ। ଏପରି ନାମକରଣର ରହସ୍ୟ। ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତି ଅଣସର ଘରେ ବିଶ୍ରାମ ନେଉଛନ୍ତି। ଚତୁର୍ଦ୍ଧା ବିଗ୍ରହ ଏହାପରେ ରବିବାରଠାରୁ ମହାପ୍ରଭୁଙ୍କ ଚଳିତ ଥର ବିରଳ 13 ଦିନିଆ ଅଣସରର ଗୁପ୍ତ ନୀତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଅନ୍ଧାରୀ କୋଠରୀ ଭିତରେ ଶ୍ରୀ ବିଗ୍ରହମାନଙ୍କ ଗୁପ୍ତ ସେବା ଆରମ୍ଭ କରିଛନ୍ତି। ଅପରପକ୍ଷରେ 10 ଅବତାର ଠାକୁରଙ୍କ ସହ ପଟିଦିଅଁଙ୍କ ପୂଜା ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି। ସେହିପରି ଅଣସର ସମୟରେ ବିଧି ଅନୁସାରେ ବ୍ରହ୍ମଗିରିର ଅଲାରନାଥ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ଅଲାରନାଥ ମନ୍ଦିରରେ ରବିବାର ସକାଳୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିବା ରତ୍ନବେଦୀରେ 3 ଠାକୁରଙ୍କ ଦର୍ଶନ ସହିତ ସମାନ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ଧାଡ଼ି ବାନ୍ଧି ଠାକୁରଙ୍କୁ ଦର୍ଶନ କରିବା ଲାଗି ଛିଡ଼ା ହେଉଥିବା ଦେଖିବାକୁ ମିଳୁଛି। ନବଯୌବନ ଦର୍ଶନ ଯାଏଁ ଅଲାରନାଥ ପୀଠରେ ମହାପ୍ରଭୁ ଦର୍ଶନ ଦେବେ। ତେବେ ଏହା ପଛରେ କ'ଣ ରହିଛି କାହାଣୀ? କାହିଁକି ଅଲାରନାଥ ନାମକରଣ ହୋଇଛି? ଆସନ୍ତୁ ଜାଣିବ। କ'ଣ କହୁଛି କିମ୍ବଦନ୍ତୀ? ଅଲାର ବନ୍ଦରାଚାର୍ଯ୍ୟ ନାମକ ଜଣେ ମହାରାଷ୍ଟ୍ରୀ ଜଣେ ଭକ୍ତ ଅଣସର ସମୟରେ ପୁରୀ ଆସିଥିଲେ। ପ୍ରଭୁଙ୍କ ଲୀଳା ଅନୁଯାୟୀ ସେ ସମୟ ଅନବସର ହୋଇଥାଏ। ତାଙ୍କୁ ପ୍ରଭୁଙ୍କ ଦର୍ଶନ ମିଳିଲା ନାହିଁ। ଯେତେ କାକୁତି ମିନତି ହେଲେ ବି ତାଙ୍କୁ ପ୍ରଭୁ ଦର୍ଶନ ମିଳିଲା ନାହିଁ। ଯେହେତୁ ପ୍ରଭୁଙ୍କ ଅଣସର ସେବା ଚାଲୁଅଛି ଏବଂ ସେଥିରେ ଦଇତାପତିଙ୍କୁ ଛାଡ଼ି ଅନ୍ୟ କାହାର ପ୍ରବେଶ ନିଷେଧ। ଭକ୍ତ କଥା ଶୁଣିବା ପରେ ଭକ୍ତ ଅଲାରବିନ୍ଦ ଶୋକାତୁର ହୋଇ ସମୁଦ୍ରରେ ଲମ୍ଫ ପ୍ରଦାନ କରି ପ୍ରାଣ ବିସର୍ଜନ କରିବାକୁ ଧାବମାନ ହେଲେ। ଭକ୍ତ ବତ୍ସଳ ପ୍ରଭୁ ଏହା ଦେଖି ବ୍ୟାକୁଳ ହୋଇ ଉଠିଲେ ଏବଂ ଶ୍ମଶାନ ମହାବୀରଙ୍କୁ ଭକ୍ତଙ୍କ ବିପଦ ଭଞ୍ଜନ କରିବାକୁ ଆଜ୍ଞା ଦେଲେ। ବିରାଟ ରୂପ ଧରି ପବନସୁତ ପହଞ୍ଚିଗଲେ ଭକ୍ତଙ୍କ ନିକଟରେ। ଏକ ବିଶାଳକାୟ ମର୍କଟଙ୍କୁ ଦେଖି ଭକ୍ତ ଚକିତ ହୋଇଗଲେ। ତାଙ୍କୁ ପଚାରିଲେ, ଆପଣ କିଏ? ଉତ୍ତରରେ ମର୍କଟ କହିଲେ, ମୁଁ ଜଣେ ପ୍ରଭୁଙ୍କ ଦାସାନୁଦାସ। ପ୍ରଭୁଙ୍କ ଆଜ୍ଞା ଅନୁକ୍ରମେ ଆପଣଙ୍କ ନିକଟକୁ ଆସିଛି। ଦୟାକରି ଆପଣ ଆତ୍ମହତ୍ୟା କରନ୍ତୁ ନାହିଁ। ଏହା ଶୁଣି ଭକ୍ତ କହିଲେ କି, ଆଜ୍ଞା ମୁଁ ଘରୁ ଭୋକ ଉପାସରେ ପ୍ରଭୁ ଦର୍ଶନ ନିମନ୍ତେ ଏଠାକୁ ଧାଇଁ ଆସିଛି, କିନ୍ତୁ ମୋ ଆରାଧ୍ୟ ମୋତେ ଦର୍ଶନ ଦେଉନାହାନ୍ତି, ତ ଏ ଜୀବନ ଭଲା କାହିଁ ରଖିବି? ଏହା ଶୁଣି ରାମଦୂତ ତାଙ୍କୁ ପ୍ରଭୁ ଦର୍ଶନ ନିମନ୍ତେ ସମୁଦ୍ରର ବିପରୀତ ଦିଗରେ ଯିବାକୁ ଅନୁପ୍ରାଣିତ କଲେ ଏବଂ କିଛି ପଥ ଅତିକ୍ରମ ହେବା ପରେ ହନୁମାନ ତାଙ୍କ ନିକଟରୁ ଅନ୍ତର୍ଦ୍ଧାନ ହୋଇଗଲେ। ଶ୍ରୀଜୀଉମାନଙ୍କୁ ଦେଖା ନ ପାଇବାରୁ ପ୍ରାଣ ବିସର୍ଜନ ନିମନ୍ତେ ସମୁଦ୍ରକୁ ଯିବାବେଳେ ଅନ୍ତର୍ଯାମୀ ଜଗନ୍ନାଥ ଏକଥା ଜାଣିପାରିଲେ। ତାଙ୍କ ପାଇଁ ତାଙ୍କ ହୃଦୟରେ ଦୟା ବିଚଳିତ ହେଲା। ସେ ସଙ୍ଗେ ସଙ୍ଗେ ମଶାଣିଆ ମହାବୀରଙ୍କୁ ନିର୍ଦ୍ଦେଶ ଦେଲେ, ତୁମେ ତାଙ୍କୁ ଏଥିରୁ ନିବୃତ୍ତ କରାଅ, ତାଙ୍କ ଜୀବନ ରଖ। ମହାବୀର ଏକ ବିରାଟକାୟ ହନୁମାନ ରୂପେ ତତ୍କ୍ଷଣାତ୍ ବାହାରିଲେ ଏବଂ ତାଙ୍କୁ ଏମିତି ବିଚଳିଆ ଓ ଘାବରିଆ କରିଦେଲେ ଯେ ସେ ସମୁଦ୍ର ପଥ ବୁଲି ହାଜର ହେଲେ ବ୍ରହ୍ମଗିରି ପାଖାପାଖି। ସେଠାରେ ସେ ଅଗ୍ନି ସଂଯୋଗ କରି ଆତ୍ମହତ୍ୟା କରିବାକୁ ଗଲାବେଳେ ଶ୍ରୀ ଜଗନ୍ନାଥ ପଙ୍ଗୁ ରୂପେ ଦର୍ଶନ ଦେଇ ଶୂନ୍ୟବାଣୀ ଦେଲେ ଯେ, ହେ ଭକ୍ତ, ମୁଁ ତମ ଅନ୍ତରର କଥା ବୁଝିପାରୁଛି। ଅଣସର ବାସରେ ଥିବାରୁ ମୁଁ ତୁମକୁ ଦର୍ଶନ ଦେଇ ପାରୁନାହିଁ। ଏଥିପାଇଁ ଦୁଃଖ କର ନାହିଁ, କିନ୍ତୁ ଜାଣ ଯେ ମୋର ମୂଳ ବିଗ୍ରହ ନୀଳମାଧବ ଏବେ ବ୍ରହ୍ମଗିରିରେ ଅଲାରନାଥ ରୂପେ ବିଦ୍ୟମାନ। ତୁମେ ସେଠିକି ଯାଅ, ତାଙ୍କୁ ଦର୍ଶନ କର ଏବଂ ତାଙ୍କରି ଦର୍ଶନ ମାଧ୍ୟମରେ ମୋତେ ଦେଖିପାରିବ ଓ ମନବାଞ୍ଛିତ ଫଳ ପାଇବ। ଏବେ ଅଲାର ବନ୍ଦାଚାର୍ଯ୍ୟ ତାହା ହିଁ କଲେ। ଯେ ଆତ୍ମହତ୍ୟାରୁ ବିରତ ନେଲେ, ବ୍ରହ୍ମଗିରି ଯାଇ ଅଲାରନାଥ ଦର୍ଶନ କଲେ। କେତେକଙ୍କ ମତରେ ଏହି ଅଲାର ବନ୍ଦାଚାର୍ଯ୍ୟଙ୍କ ନାମାନୁସାରେ ଠାକୁରଙ୍କ ନାମ ଅଲାରନାଥ ହୋଇଛି।